ଅଭିଯୋଗ ଥିଲା ଆମ ଭଉଣୀ ଯୋଉ 2024 ମାର୍ଚ୍ଚ 16 ତାରିଖ ମାହାଙ୍ଗା ଥାନାରେ ପୋଡ଼ି ହେଇଯାଇଥିଲା, ତାର କିଛି କାର୍ଯ୍ୟାନୁଷ୍ଠାନ ହଉନି ଆଜି ପର୍ଯ୍ୟନ୍ତ। 2 ବର୍ଷ ହବ ଆସିକି କିଛି ବି ହଉନି। ଆମେ ଯୋଉ ଦାବି କରିଥିଲୁ ତା ପିଲାମାନଙ୍କୁ ନେଇ ଆମେ ଯୋଉ ପୋଲିସ ନାଁରେ କମ୍ପ୍ଲେନ ଦେଇଥିଲୁ, ତାର କିଛି ବି ଆଜି ପର୍ଯ୍ୟନ୍ତ ହେଇନି। ସିଏ ମାହାଙ୍ଗା ଥାନାରେ ପୋଡ଼ି ହେଇଥିଲା ମାନେ ସେତେ ଆମେ ତ କେହି ବି ନଥିଲୁ, ତା ଫ୍ୟାମିଲି କେହି ନଥିଲେ। ତା ହଜବେଣ୍ଡକୁ ଦେଖା କରିବା ପାଇଁ ସେ ଯାଇଥିଲା। ଆଉ ସେଠି ବି ଯାହା ହେଇଥିବ ସେଇ ପୋଲିସ ମାନେ ହିଁ ଜାଣିଥିବେ, କି ଥାନା ଷ୍ଟାଫ ମାନେ ହିଁ ଜାଣିଥିବେ। ଆମେ ନ୍ୟାୟ ଚାହୁଁଛୁ କିନ୍ତୁ ନ୍ୟାୟ କିଛି ବି ମିଳୁନି, କିଛି ବି କାର୍ଯ୍ୟାନୁଷ୍ଠାନ କିଛି ବି ନିଆ ହଉନି। କଲେକ୍ଟର ସାର୍ ତ କହିଲେ ଏସପିଙ୍କୁ ଦେଖା କରିବାକୁ, ସେ 7 ଦିନ ଆମେ 5 ଥର ଆସିଲୁଣୁ, କିଛି ବି କାର୍ଯ୍ୟାନୁଷ୍ଠାନ ନାହିଁ। ଶେଷରେ କହିଛନ୍ତି ତ ଟାଇମ ଦେଇଛନ୍ତି, ତ ଏମିତି ଟାଇମ ଦେଇକି ଭରସା ଦେଇକି ରଖୁଛନ୍ତି। ଆଉ ସେ 2 ବର୍ଷ ହବ ଆଉ। ଝିଅକୁ ଜଣେଇକି ନେଇ ଯାଇଥିଲେ ଥାନାକୁ, ଝିଅ ଗଲା ଦେଖା କରିବା ପାଇଁ, ତାକୁ ଛାଡ଼ିଲେନି। ଆଉ ଛାଡ଼ିଲେନି କଣ, ଆମେ ତ ଦେଖୁନୁ କଣ କେମିତି ମାହାଙ୍ଗା ଥାନାରେ ପୋଡ଼ି ହେଇ ମରିଗଲାଣି। ଆମେ 2 ବର୍ଷ ହେଲାଣି କିଛି ନ୍ୟାୟ ପାଉନୁ। 5 ଥର କଲେକ୍ଟରଙ୍କୁ ଦେଖା କଲୁଣି। ଆଉ ଗୋଟିଏ ଝିଅ ଗୋଟିଏ ପୁଅ, ସେ ଆମ ଘରେ ରହିଛନ୍ତି। ଆଉ ଆମେ ଚାହୁଁଛୁ ନ୍ୟାୟଟା ମିଳୁ। 2 ବର୍ଷ ହେଲାଣି କିଛି ନ୍ୟାୟ ମିଳିନି। ଆଜି ଆମ କଲେକ୍ଟରଙ୍କୁ ଜଣେଇଛୁ, କହିଲେ ଏଥର ବୁଝିବେ ବୋଲି, କଣ ବୁଝିବେ ଜାଣିନି।